ମୁଁ ପ୍ରକାଶ କୁମାର ନନ୍ଦ ରାମକୃଷ୍ଣ ନନ୍ଦ ସ୍ମୃତି ପରିଷଦର ପ୍ରତିଷ୍ଠାତା ସମ୍ପାଦକ ଏବଂ ତାଙ୍କର ନାତି। ଶିଶୁ ସାହିତ୍ୟର ଯିଏ ଯୁଗ ସ୍ରଷ୍ଟା ପୁଣ୍ୟାତ୍ମା ରାମକୃଷ୍ଣ ନନ୍ଦ ତାଙ୍କର ଆହେ ଦୟାମୟ ବିଶ୍ୱବିହାରୀ ପ୍ରାର୍ଥନା ଯାହାକି ପୁରପଲ୍ଲୀରେ ପ୍ରାତଃସ୍ମରଣୀୟ, ସେଭଳି ଗୋଟିଏ ପ୍ରାର୍ଥନାକୁ ରାଜ୍ୟସଭା ସାଂସଦ ମୁନା ଖାଁ ଯେଉଁଭଳି ଭାବରେ ବିଶ୍ଳେଷଣ କଲେ, ଅତ୍ୟନ୍ତ କଦର୍ଯ୍ୟ ଏବଂ ଅଶାଳୀନ ମନ୍ତବ୍ୟ ସେଠି ବ୍ୟବହାର କଲେ, ଯାହା ସାରା ରାଜ୍ୟବାସୀଙ୍କୁ ତ କଷ୍ଟ ଦେଇଛି। ବିଶେଷ କରି ଗାଁ ମାଟିରେ ଆମେ ଯେଉଁ ପରିବାରର ଲୋକମାନେ ରହିଛୁ, ରାମକୃଷ୍ଣ ନନ୍ଦଙ୍କ ପରିବାରର ଲୋକମାନଙ୍କୁ ଆମକୁ ଏ କଥା ଗଭୀର ଭାବରେ ଆଘାତ ଲାଗିଛି। ସେ ତା ଦେହରେ ଯେଉଁ ପଦ ବ୍ୟବହାର କରିଛନ୍ତି ଯେ ରାମକୃଷ୍ଣ ନନ୍ଦ ତାଙ୍କ ସ୍ତ୍ରୀଙ୍କ ସାଙ୍ଗେ କଳି କରି ଗଣ୍ଡଗୋଳ କରି ଆସିକି ପ୍ରାର୍ଥନାଟାକୁ ଲେଖିଦେଲେ ଧନ ଜନ ଲୋଡ଼ା ନାହିଁ ବୋଲି, ଯାହାକୁ ନେଇ ଆଜି ଓଡ଼ିଶା ଗରିବ ହୋଇଯାଇଛି। ଇଏ କିଛି ଛୋଟିଆ କଥା ନୁହେଁ। ସେ କ୍ଷମା ମାଗିଛନ୍ତି, ସେ ଖବର ମଧ୍ୟ ଆମେ ପାଇଛୁ ଗଣମାଧ୍ୟମରୁ। ସେ କ୍ଷମା ପ୍ରାର୍ଥନା କରିଛନ୍ତି, କିନ୍ତୁ ଗୋଇଠା ମାରି ବିଷ୍ଣୁ ହେବାର ମାନେ କିଛି ନାହିଁ। ଯଦି ଜଣେ ସାଧାରଣ ଲୋକ, ମୂର୍ଖ ଲୋକ, ଗାଉଁଲି ଲୋକଟିଏ କହିଦେଇଥାନ୍ତା ଏ କଥା, ହୁଏତ ସେ କ୍ଷମା ମାଗିଥିଲେ ତାର କ୍ଷମା ଗ୍ରହଣୀୟ ହୋଇଥାନ୍ତା। କିନ୍ତୁ ସେ ଯେଉଁଭଳି ଭାବରେ ଯେଉଁ ପୋଜିସନରେ ସେ ରହିଛନ୍ତି, ବିଜୁ ଜନତା ଦଳ ଗୋଟେ 24 ବର୍ଷର ଦଳ, ଯାହାର ମୁଖିଆ ହେଉଛନ୍ତି ନବୀନ ପଟ୍ଟନାୟକ, ଏବଂ ସେଭଳି ଦଳରୁ ସେ ରାଜ୍ୟସଭାର ସାଂସଦ ହୋଇ ଯାଇଛନ୍ତି। ଏବଂ ରାଜ୍ୟସଭାର ସାଂସଦ ଗୋଟେ ମର୍ଯ୍ୟାଦାପୂର୍ଣ୍ଣ ଗୋଟିଏ ସ୍ଥାନ, ଗୋଟିଏ ପଦବୀ। ଏବଂ ସିଏ ଯେଉଁଭଳି ଭାବରେ ନବରଙ୍ଗପୁରର ମଣ୍ଡେଇ ସାଂସ୍କୃତିକ ଉତ୍ସବରେ ରାମକୃଷ୍ଣ ନନ୍ଦଙ୍କ ପ୍ରାର୍ଥନାକୁ ସେ କଦର୍ଥ କଲେ, ତାହା ଗଭୀର ଭାବରେ ଆମକୁ ମର୍ମାହତ କରିଛି, ଦୁଃଖ ଦେଇଛି। ଖାଲି ମୁଁ ନୁହେଁ, ମୋ ପରିବାରର ସମସ୍ତେ, ଯିଏ ବି ବନ୍ଧୁବାନ୍ଧବ ଆମର ସାହି ଭାଇ ସବୁ ରହିଛନ୍ତି ରାଜ୍ୟରେ, ଦେଶରେ ଏବଂ ଦେଶ ବିଦେଶରେ ଯେଉଁମାନେ ରହିଛନ୍ତି, ସମସ୍ତଙ୍କର ଫୋନ୍ ଆସୁଛି ଯେ ସେ କିଭଳି ଏମିତି କହିପାରିଲେ। ତେଣୁ ଆଜି ଯେଉଁ ସାମ୍ବାଦିକ ସମ୍ମିଳନୀଟି ଆମେ ଡାକିଛୁ, ସେ ସାମ୍ବାଦିକ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଲା, ତେଣୁ ତାଙ୍କୁ ରାଜ୍ୟସଭା ପଦରୁ ବହିଷ୍କାର କରାଯାଉ। ତାଙ୍କର ମୁଖିଆ ଯିଏ ରହିଛନ୍ତି, ବିରୋଧୀ ଦଳର ନେତା, ବିଜୁ ଜନତା ଦଳର ସଭାପତି ମାନ୍ୟବର ନବୀନ ପଟ୍ଟନାୟକ, ତାଙ୍କ ପ୍ରତି ଆମର ଯଥେଷ୍ଟ ସମ୍ମାନ ରହିଛି। ତାଙ୍କର ସ୍ୱଚ୍ଛତା ଉପରେ ଆମର ଯଥେଷ୍ଟ ସମ୍ମାନ ରହିଛି। ତେଣୁ ଆମେ ତାଙ୍କ ନିକଟରେ ଦାବି କରୁଛୁ, ଆପଣମାନଙ୍କ ମାଧ୍ୟମରେ, ଗଣମାଧ୍ୟମରେ ଆମେ ଦାବି କରୁଛୁ, ତାଙ୍କୁ ସେହି ମର୍ଯ୍ୟାଦାପୂର୍ଣ୍ଣ ପଦବୀରୁ ତୁରନ୍ତ ବହିଷ୍କାର କରାଯାଉ ଏବଂ ତାଙ୍କୁ ଗିରଫ କରାଯାଉ। ଖାଲି କ୍ଷମା ମାଗିଦେଲେ ହେବ ନାହିଁ। ସେ ଯେଉଁଭଳି ଢଙ୍ଗରେ କ୍ଷମା ମାଗିଲେ ଯେ ମୁଁ ପିଲାଦିନର ପ୍ରାର୍ଥନାଟାକୁ ବିଶ୍ଳେଷଣ କରୁଥିଲି, ତୁମେ ବିଶ୍ଳେଷଣ କରିବା ପାଇଁ କିଏ? ତମକୁ ସେ ଅଧିକାର ଦେଲା କିଏ? ତମର ଶିକ୍ଷାଗତ ଯୋଗ୍ୟତା କ'ଣ? ତମେ ସାହିତ୍ୟ ବିଷୟରେ କ'ଣ ଜାଣିଛ? ସ୍ୱାମୀ ସ୍ତ୍ରୀର ଝଗଡ଼ାରୁ ସନ୍ତାନ ଉତ୍ପତ୍ତି ହୁଏ, ସ୍ୱାମୀ ସ୍ତ୍ରୀର ଝଗଡ଼ାରୁ ଛାଡ଼ପତ୍ର ହୁଏ, କିନ୍ତୁ ସାହିତ୍ୟ ଆଉ କବିତା ସୃଷ୍ଟି ହୁଏ ପ୍ରେମରୁ, ଭଲ ପାଇବାରୁ। ସେ କଥା ମୁନା ଖାଁ ବୁଝିପାରିଲେ ନାହିଁ। ତାଙ୍କୁ କେବଳ ଧନ କଥାଟା, ଧନ ଅର୍ଥ କଥାଟା ମନେ ପଡ଼ିଗଲା, ଯେ ଅର୍ଥ ରୋଜଗାରର ପନ୍ଥା। ସାହିତ୍ୟ ଅର୍ଥ ସର୍ବସ୍ୱ ନୁହେଁ, ସାରସ୍ୱତ ସାଧନା ହିଁ ସାହିତ୍ୟ। 1933 ମସିହା, ସେତେବେଳେ ମୁନା ଖାଁ ଜନ୍ମ ହୋଇନଥିଲେ, ତାଙ୍କ ବାପା ଜନ୍ମ ହୋଇଥିଲେ କି ନାହିଁ ବୋଧହୁଏ ଆମେ ସନ୍ଦେହରେ ଅଛୁ। 1933 ମସିହା, ଯେତେବେଳେ ବାରିପଦା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ ରାମକୃଷ୍ଣ ନନ୍ଦ, ସେତେବେଳେ ଏକ ବ୍ରାହ୍ମ ମୁହୂର୍ତ୍ତରେ ଭାବାବେଗ ହୋଇ ଲେଖିଥିଲେ ଏହି ପ୍ରାର୍ଥନାଟିକୁ, ଆହେ ଦୟାମୟ ବିଶ୍ୱବିହାରୀ। ଯଦି ମୁନା ଖାଁ ଜାଣିନାହାନ୍ତି, ତାହେଲେ ସେ ରାମକୃଷ୍ଣ ନନ୍ଦଙ୍କର ଜୀବନ ତରଙ୍ଗ ପଢ଼ନ୍ତୁ, ରାମକୃଷ୍ଣ ନନ୍ଦଙ୍କର ସୃଷ୍ଟିକୁ ପଢ଼ନ୍ତୁ। ଆଜି ବି ହଜାର ହଜାର ବିଦ୍ୟାଳୟରେ ଓଡ଼ିଶାରେ, ଆପଣ ସରକାରୀ କୁହନ୍ତୁ, ଇଂରାଜୀ ମାଧ୍ୟମ ବିଦ୍ୟାଳୟ କୁହନ୍ତୁ, ବେସରକାରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କୁହନ୍ତୁ, ଆଜି ବି ପାଠ ପଢ଼ା ହେଉଛି ରାମକୃଷ୍ଣ ନନ୍ଦଙ୍କର ବିଷୟ। ଲୌହ ଦାନବର ରକ୍ତ ବୋଜି, ବିପନ୍ନର ଉଦ୍ଧାର, ବିଭିନ୍ନ କବିତା, ଝୁମୁକା କାବ୍ୟ ସଂକଳନର ଅନେକ କବିତା ଆଜି ପାଠ୍ୟକ୍ରମରେ ସ୍ଥାନ ପାଇଛି। ହଜାର ହଜାର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି, ଶିକ୍ଷକମାନେ ପାଠ ପଢ଼ୁଛନ୍ତି। ଜଣେ ଯୁଗସ୍ରଷ୍ଟା ଶିଶୁ ସାହିତ୍ୟର, ଯେଉଁ କଥା ସନ୍ଥ କବି ଭୀମ ଭୋଇ କହିଥିଲେ, ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ। ଯେଉଁ କଥା ଗୋପବନ୍ଧୁ ଦାସ କହିଲେ, ଦେଶର ସ୍ୱରାଜ ପଥେ ଯେତେ ଗାଢ଼, ପୁରୁତ ହିଁପରି ମୋର ମାଂସ ହାଡ଼, ସେ କଥାକୁ ଅନୁଭବ କରିଥିଲେ ଗାନ୍ଧିଜୀଙ୍କର। ସେ ଥିଲେ ଅନୁପ୍ରେରିତ, ସେ ଥିଲେ ଗୋପବନ୍ଧୁଙ୍କର ଅନୁପ୍ରେରିତ, ସେ ଥିଲେ ରାମକୃଷ୍ଣ ପରମହଂସଙ୍କର ଦ୍ୱାରା ଆଶ୍ରିତ। ତାଙ୍କର ଆଦର୍ଶକୁ ମାଧ୍ୟମ କରି ସେ ବାଟ ଚାଲିଥିଲେ। ସେ ସତ୍ୟବାଦୀ ବନବିଦ୍ୟାଳୟର ଛାତ୍ର ଥିଲେ। ସେ ସ୍ୱାଧୀନତା ସଂଗ୍ରାମୀ। ସେ ଠିକ୍ କହିଛନ୍ତି, ଧନ ଜନ ଲୋଡ଼ା ନାହିଁ। ସେ ସ୍ୱାଧୀନତା ସଂଗ୍ରାମୀ ହୋଇ ଗିରଫ ହୋଇ ମଧ୍ୟ ଯେତେବେଳେ ସରକାରଙ୍କ ତରଫରୁ ପ୍ରସ୍ତାବ ଆସିଥିଲା, ସେ ମନା କରିଥିଲେ, ମୁଁ ଦେଶ ପାଇଁ ଜେଲ୍ ଯାଇଛି, କିନ୍ତୁ ମୁଁ ଅର୍ଥ ନେବି ନାହିଁ। ସେ ସ୍ୱାଧୀନତା ସଂଗ୍ରାମୀର ଅର୍ଥ ଗ୍ରହଣ କରିନଥିଲେ। ଯଦି ଏ କଥା ଜାଣିନାହାନ୍ତି,
ताले मुना खां से तर्जमा करंतु तांको पढ़ंतु जानंतु निश्चित रूपे गोटे सांस्कृतिक अनुष्ठान से दिन तो रामकृष्ण नंदनकर जयंती नथिला कि श्राद्ध उत्सव नथिला तेणु सेठी रामकृष्ण नंदनकर से कविता को बोलिबा सेठी ताकू पुणी बोलिबा तो बोलिबा ताकू पुणी विश्लेषण करवा ज्ञान न थाई किसी आवश्यकता नथिला हुए तो कौन राजनैतिक अभिसंधि थाई पारे हुए तो से बदनाम करने को चाहूँ रामकृष्ण नंदन को हुए तो क्या द्वारा से कथा को क्या द्वारा गोटे प्रेरणा पाई जे नाई आम एमती प्रार्थना को कदर्थ करवा हुए तो रामकृष्ण नंदन ना नहीं से निजर से धीरे 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 राजनीति जेहेतु हजि हजि आसिले धीरे धीरे तेणु सी हुए तो पुणी रामकृष्ण नंदन ना नहीं से पुणी गोटे ना नवा चाहूँगी गोटे विवादीय परिस्थिति सृष्टि हेले पुणी मीडिया रे चर्चा हम तेणु होई पारे तांकर अंतर्निहित कथा जहाँ भी हो आज सांबादिक सम्मेलन में खाली क्षमा मागिदेले से हम ना आम खबर पाइचु गणमाध्यम जानवा पाइचु से क्षमा मागिंट किंतु गोईठा है विष्णु हबार कौन कारण ना ये घटना आज ना ओलटपुर थाना रामकृष्ण नंद स्मृति परिषद पक्षर परिवार पक्षर ना लिखित अभियोग करा जो भावावेग को से आघात देइचंदी आमको जो मानसिक जंत्रणा देइचंदी जो धर्मीय भावना प्रति से खेलना भली खेली तेणु तांको नाम रे आज ओलटपुर थाना रे एतला दियाजिबो एवं गतकाली 5 जणिया टीम निष्पत्ति ग्रहण करा जायछि मान्यवर विरोधी दल नेता जे रहिचंदी नवीन पट्टनायक तांको मध्य मेमोरांडम दियाजिबो तांको पाखे मध्य दाबी रखाजिबो किभଳି भाबरे तांको राज्यसभा पदरु बहिष्कार करा जाऊ एवं डीजी महाशय को आमे भेटिबु जिभଳି तांको गिरफ करा जाऊ से खाली